ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆସିଲା ପାଣିପାଗକୁ ନେଇ ବଡ଼ ଖବର 15 ଜିଲ୍ଲାରେ କୁଆପଥର ବର୍ଷିବ। ତେଣୁକରି ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ସଠିକ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି କେଉଁ କେଉଁ ଜିଲ୍ଲାରେ କୁଆପଥର ବର୍ଷିବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ଘୁଡୁଘୁଡି ମଧ୍ୟ ସ୍ଥାନେ ସ୍ଥାନେ ହେଇପାରେ। ଦର୍ଶକ ବନ୍ଧୁ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ବର୍ତ୍ତମାନ ଜାଣିବା କୁଆପଥର ବର୍ଷିବ କେଉଁ କେଉଁ ଜିଲ୍ଲାରେ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲା ଗୁଡ଼ିକରେ କୁଆପଥର ବର୍ଷିବାର ଅଧିକା ସମ୍ଭାବନା ରହିଛି। ଢେଙ୍କାନାଳ, ଯାଜପୁର, ଭଦ୍ରକ ଏଠାରେ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେଇପାରେ। ଦେବଗଡ଼, ସୁନ୍ଦରଗଡ଼ ଏହି ଦୁଇଟି ଜିଲ୍ଲାରେ ସାମାନ୍ୟ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ପାଗ ପ୍ରାୟ ଶୁଖିଲା ରହିବ। ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଏହି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ବିଶେଷ ରହିବ ନାହିଁ। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଆକାଶରେ ମେଘୁଆ ଦେଖାଦେଇପାରେ, କିନ୍ତୁ ପ୍ରବଳ ବର୍ଷା ହେବାର ସମ୍ଭାବନା ବହୁତ କମ୍। କାଳବୈଶାଖୀ ବର୍ଷା ସମୟରେ ପବନ ବେଗ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ବହିବ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି, ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଏହି ଭିଡିଓଟି ନିହାତି ଭାବରେ ସେୟାର କରନ୍ତୁ। ଆପଣଙ୍କ ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ଏଇଠି ସମାପ୍ତ କରିଛି। ଆପଣ ଅପେକ୍ଷା କରନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବରକୁ।